ମାୟା ଓ ମମତା ସିରିଏଲରେ ଦେଖିବାକୁ ପାଇବି ଯେ ପଲ୍ଲବୀ ଓ ଆଦର୍ଶ ତାଙ୍କ ରୁମ୍ରେ ବସିଥିବେ। ତାପରେ ଆଦର୍ଶ ପଲ୍ଲବୀଙ୍କୁ କହିବେ, ତୁମେ ଏବେ ଏତେ ଗ୍ୟାରେଣ୍ଟି ଦେଇ କେମିତି କହିପାରୁଛ ଗୌରବ ଭାଇ ନିର୍ଦ୍ଦୋଷ, ସେ କିଛି କ୍ରାଇମ୍ କରିନାହାନ୍ତି ବୋଲି? ଆଉ ହଠାତ୍ ତାଙ୍କ ଉପରେ ତୁମର ଏତେ ବିଶ୍ୱାସ ଆସିଗଲା? ତାପରେ ପଲ୍ଲବୀ କହିବେ, ତୁମେମାନେ ସମସ୍ତେ ଗୌରବ ଭାଇଙ୍କ ଅତୀତକୁ ଧରି ଏମିତି ରିଆକ୍ଟ କରୁଛ, ହେଲେ ସେ ଆଗ ଅପେକ୍ଷା ପୁରା ବଦଳି ଯାଇଛନ୍ତି। ତାପରେ ଆଦର୍ଶ କହିବେ, ଯଦି କୋର୍ଟରେ ଭାଇ ଦୋଷୀ ବୋଲି ପ୍ରମାଣିତ ହୁଅନ୍ତି ତାହେଲେ ତାହେଲେ ତୁମେ କ'ଣ କରିବ ପଲ୍ଲବୀ? ତାପରେ ପଲ୍ଲବୀ କହିବେ, ତାହେଲେ ତୁମେ ମୋତେ ଯାହା ସଜ୍ଜା ଦେବ ମୁଁ ସେଥିରେ ରାଜି। ତ ସାଙ୍ଗମାନେ, କ'ଣ ପଲ୍ଲବୀ ସବୁ ପ୍ରୁଫ୍ ଖୋଜି ଗୌରବଙ୍କୁ କୋର୍ଟରେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିପାରିବେ କି ନାହିଁ? ଆପଣଙ୍କୁ କ'ଣ ଲାଗୁଛି କମେଣ୍ଟ କରି ଜଣାଇବେ।